ভোজন কর জ্ঞানী মন কর ভক্তমানଙ୍କର মন তো শিব বিপরীত রহস্য ভাব কিଏ বুঝিব ବାବା କିଏ ବୁଝିବ ବିପରୀତ ରହସ୍ୟ ତାଳ ଗଛରେ ଯା ଫଳିଛି ଆମ୍ବ 3 ବର୍ଷର ସେ କହିଲି ହେବ ଆରେ ତାଳ ଗଛରେ ଯା ଫଳିଛି ଆମ୍ବ 3 ବର୍ଷରେ ସେ କହିଲି ହେବ ତାଳ ଗଛରେ ଯା ଫଳିଛି ଆମ୍ବ 3 ବର୍ଷର ସେ କହିଲି ହେବ ତାଳ ଗଛରେ ଯା ଫଳିଛି ଆମ୍ବ 3 ବର୍ଷ ସେ କହିଲି ହେବ ଆରେ 25 ବରଷେ ସେ ଆମ୍ବ ପାଚିବ ବିପରୀତ ରହସ୍ୟ ଭାବ କିଏ ବୁଝିବ ବାବା କିଏ ବୁଝିବ ବିପରୀତ ରହସ୍ୟ ଝିଅକୁ ହୋଇଛି 12 ବରଷ 12 ବରଷରେ ସେ ଗର୍ଭବାସ ଆରେ ଝିଅକୁ ହୋଇଛି 12 ବରଷ 12 ବରଷରେ ସେ ଗର୍ଭବାସ ନାହିଁ ନା ସକର୍ଣ୍ଣ ନାହିଁ ବିଜନୀ ନାହିଁ ନା ସକର୍ଣ୍ଣ ନାହିଁ ବିଜନୀ ବିପରୀତ ରହସ୍ୟ ଭାବ କିଏ ବୁଝିବ ବାବା କିଏ ବୁଝିବ ବିପରୀତ ରହସ୍ୟ নীতি চলই গর্ব মুখ বাটে তার বড় প্রসব রাজ বাটে নীতি চলই গব মুখ বাটে তার বড় প্রসব জিনিস বাছুরি তীর খাউଛନ୍ତି রহস্য ভাব কিଏ বুঝিব বাবা কিଏ বুঝিব বিপରୀত রহস্য যমুনা নদীরে ভাসই নব 16 জন হেলে বোধই হেব যমুনা নদীরে ভাসই নব 16 জন হেলে বোধই ହେବ যমুনা নদীরে ভাসই নব 16 জন হেলে বোধই হেব যমুনা নদীরে ভাসই নব 16 জন হেলে বোধই ହେବ 8 জন হেলে সে নব বুড়িব 8 জন হেলে ସେ ନବ ବୁଡ଼ିବ নব বুড়িলে কিয়ে বাহিব বিপରୀত রহস্য ভাব
କହି ଅଛୁତ ଗୀତ ଚାରି ପଦ ଆରେ କହି ଅଛୁତ ଗୀତ ଚାରି ପଦ ବିପରୀତ ରହସ୍ୟ ଭାବ କିଏ ବୁଝିବ କିଏ ବୁଝିବ ବିପରୀତ ରହସ୍ୟ ପଣ୍ଡିତ ମୋ କରିବେ ଶ୍ରବଣ ଯାହା ଯାହା ନ୍ୟାୟ ମାନ ହେବ ଆଲୋଚନା ନ୍ୟାୟ ଦରବାରେ ବାପା ନ୍ୟାୟ ଆଲୋଚନା ଚାରିପଦ କଥା ପୁଣି ହେବ ଆଲୋଚନା ଦୟା ରଖିଥିବେ ପୁଣି ସତ୍ୟ ନାରାୟଣ ଆଉ ଧୀରେ ଧୀରେ ସମୟ ପୁଣି ଯାଉଅଛି ଗଡ଼ି ଦୟା ରଖିଥିବେ ପୁଣି ସତ୍ୟ ନାରାୟଣ କଥା ପ୍ରସଙ୍ଗ ବାବୁରେ ନାରଦ ଯାଇକି ବୈକୁଣ୍ଠପୁରରେ ପହଞ୍ଚିଛନ୍ତି କଳିପ୍ରିୟ ନାରଦ ବୈକୁଣ୍ଠପୁରରେ ପହଞ୍ଚିଲେ ଯେତେବେଳେ ବୈକୁଣ୍ଠପୁରରେ ପହଞ୍ଚିଲେ ବୈକୁଣ୍ଠ ବିହାରୀ ଠାକୁର ମୋର ମନ ଦୁଃଖ କରିକି ବସିଛନ୍ତି ଠାକୁରଙ୍କ ମନରେ ଆନନ୍ଦ ନାହିଁ ମୁଖମଣ୍ଡଳଟି ବାପା ଝାଉଳି ପଡିଛି ନାରଦ ଦେଖିଲେ ମୋ ପ୍ରଭୁଙ୍କର ମୁଖମଣ୍ଡଳଟି ମଳିନ ଦିଶୁଛି ମୁଖମଣ୍ଡଳଟି ଝାଉଳି ପଡିଛି ଭକ୍ତକୁ କଷ୍ଟ ହବନି ନାରଦ ପ୍ରଣାମଟି ଢାଳିଦେଲେ କହିଲେ ଠାକୁର ଆପଣ ଏମିତି ମନ କାହିଁକି ମାରିକି ବସିଛନ୍ତି କଣ ହେଇଛି ଆପଣଙ୍କର କାହିଁକି ଆପଣ ମନ ଦୁଃଖ କରିକି ବସିଛନ୍ତି ଭଗବାନ ଡାକିଲେ କହିଲେ ନାରଦରେ ଆଜି ଜଣେ ମୋର ଭକ୍ତ କଥା ମନେ ପଡୁଛି ଭଗବାନ ନାରଦକୁ କହୁଛନ୍ତି ଭକ୍ତକୁ କହିଲେ କହିଲେ ଭକ୍ତ ନାରଦ ମର୍ତ୍ତ୍ୟପୁରରେ ଜଣେ ଭକ୍ତ କଥା ମୋର ମନେ ପଡୁଛି ନାରଦ ବିଚାର କଲେ ପ୍ରଭୁ ମୁଁ ଆପଣଙ୍କର ଏଡ ଭକ୍ତ ମୁଁ ସବୁବେଳେ ଆପଣଙ୍କର ନାମ ଭଜନ ରଟନ କରୁଛି ମୁଁ ଥାଉ ଥାଉ ପୁଣି ମର୍ତ୍ତ୍ୟପୁରରେ ଜଣେ ବଡ ଭକ୍ତ ଅଛି ନାରଦ ମୋର ମର୍ତ୍ତ୍ୟପୁରରେ ଜଣେ ଭକ୍ତ କଥା ମନେ ପଡୁଛି ନାରାୟଣ ନାରଦ ବିଚାର କଲେ କହିଲେ ମୁଁ ତ ସବୁବେଳେ ଠାକୁରଙ୍କ ନାମକୁ ଜପ କରୁଛି ଦିନ ନାହିଁ ରାତି ନାହିଁ 24 ଘଣ୍ଟା ଅହରହ ପ୍ରଭୁଙ୍କ ନାମକୁ ଜପ କରୁଛି ହେଲେ ମୁଁ ବଡ ଭକ୍ତ ହେଲିନି ମୁଁ ଥିବା ଅବସ୍ଥାରେ ମୋ ପ୍ରଭୁ କହୁଛନ୍ତି ତାଙ୍କର ମର୍ତ୍ତ୍ୟପୁରରେ ଜଣେ ଭକ୍ତ କଥା ମନେ ପଡୁଛି ଭଗବାନ ଚିନ୍ତା କଲେ କହିଲେ ହଁ ନାରଦ ମନରେ ଅହଙ୍କାର ଜନ୍ମିଛି ଗର୍ଭଗଞ୍ଜନ ନର ହରି ଗର୍ବ ନ ସହନ୍ତିକା ଆଉ ଗୋବିନ୍ଦ ଗୋବିନ୍ଦ ଆଉ ନାରଦ ଆଜ୍ଞା ଫେରି ଆସିଲେ ଦୁଃଖର ସହିତ କାହିଁକି ନା ଠାକୁର କହୁଛନ୍ତି କହିଲେ ଭକ୍ତ ନାରଦ ତମେ ମୋ ଭକ୍ତ କିନ୍ତୁ ଆଉ ଜଣେ ମର୍ତ୍ତ୍ୟପୁରରେ ମୋର ଭକ୍ତ ଅଛି ତାରି କଥାଟା ମୋ ମନେ ପଡୁଛି ସେ କିଏ ନା ଚଷା ଘରର ପୁଅ ଚଷା ଘରର ପୁଅ ସେ ହଉଛି ମୋର ବଡ ଭକ୍ତ ସେ ହଉଛି ମୋର ଶ୍ରେଷ୍ଠ ଭକ୍ତ ମନ କଥା ମନରେ ରହିଲା ନାରଦଙ୍କର କହିଲେ ମୋ ଠାକୁର କହୁଛନ୍ତି ତାଙ୍କ ଭକ୍ତ ଚଷା ଘରର ପୁଅ ମୁଁ ଟିକେ ପରୀକ୍ଷା କରିବି ସତରେ କଣ ପ୍ରଭୁଙ୍କର ଜଣେ ଭକ୍ତ ଅଛି ମର୍ତ୍ତ୍ୟପୁରରେ ନାରଦ ଆଜ୍ଞା ଧୀରେ ଧୀରେ ମର୍ତ୍ତ୍ୟପୁରକୁ ଫେରିଲେ ଯେତେବେଳେ ମର୍ତ୍ତ୍ୟପୁରରେ ପହଞ୍ଚିଲେ ଛଦ୍ମବେଶ ରହିଲେ କହିଲେ ଦେଖିବା ଠାକୁରଙ୍କର ଇଏ କେମିତି ଚଷା ଘରର ପୁଅ ବଡ ଭକ୍ତ ହେଲା ମୁଁ ଟିକେ ଦେଖିବି ପରୀକ୍ଷା କରିବି ଲୁକାୟିତ ଭାବରେ ନାରଦ ରହିଲେ ନାରଦ ତ ଲୁକାୟିତ ଭାବରେ ରହିଲେ ରାତି ପାଇକି ପ୍ରଭାତ ହେଲା ଚଷା ଘର ପୁଅଟି ଉଠିଲା ଶଯ୍ୟା ତ୍ୟାଗ କଲା ବେଳେ କହିଲା କୃଷ୍ଣାୟ ଗୋବିନ୍ଦାୟ ନମଃ ପ୍ରଭୁଙ୍କ ନାମକୁ ଥରଟିଏ ସ୍ମରଣ କଲେ ଚଷା ଘରର ପୁଅର ବାପା କାମ କଣ ସକାଳୁ ଉଠିବ ନିତ୍ୟକର୍ମ ସାରିଲା ପଖାଳ ଖାଇଲା ହଳ ଲଙ୍ଗଳ ଧୋଇଲା ବିଲକୁ ଯିବ ତା କାମ ନୀତିଦିନିଆ କାର୍ଯ୍ୟ ସେ କରିବା ପାଇଁ ଗଲା
ଯେତେବେଳେ ଗଲା ସମୟ ହେଲା ବାପା ଗୋଟେ ଦିଟା ଘରକୁ ଚଷା ଘର ପୁଅ ଆସିଲା, ହଳ ଲଙ୍ଗଳ ରଖିଦେଲା, ବଳଦ ବାନ୍ଧିଦେଲା, ସ୍ନାନ କରିକି ଆସିଲା। ନାରଦ ଛଦ୍ମ ବେଶରେ ଅଛନ୍ତି, ଛଦ୍ମ ବେଶରେ ଥାଇକି ଦେଖୁଛନ୍ତି। ଚଷା ଘର ପୁଅଟି ହଳ ଲଙ୍ଗଳ ଥୋଇଦେଲା, ବଳଦ ବାନ୍ଧିଦେଲା, ସ୍ନାନ ସାରିକି ଆସିଲା ବେଳେ କହିଲା ପ୍ରଭୁ ଗୋବିନ୍ଦାୟ ନମଃ। ନାରଦ ଲୁଚି କରିକି ଥାଇକି ଦେଖୁଛନ୍ତି, 3 ଥର 2 ଥର ହେଲା, ଆଉ ପ୍ରଭୁଙ୍କ କଥା ମନେ ନାହିଁ। ସନ୍ଧ୍ୟା ହେଲା, କହିଲା ଗୋବିନ୍ଦାୟ କୃଷ୍ଣାୟ ନମଃ, 3 ଥର ଧଇଲା। ନାରଦ ଦେଖୁଛନ୍ତି, କହିଲା ଆରେ ଯେଉଁ ନାମକୁ ମୁଁ ସେ ନାମକୁ ଜପ କଲେ ମୁଁ ବଳ ଭକ୍ତ ହେବି। ସାମାନ୍ୟ ଚଷା ଘର 3 ଥର ପ୍ରଭୁଙ୍କ ନାମ ଧରିଛି, ସେଇଥର ମୋ ପ୍ରଭୁ କହୁଛନ୍ତି ସେ ହଉଛି ବଡ଼। ନାରଦ ମନ କଥା ମନେ ରହିଲା, ପହଞ୍ଚିଗଲେ ବାପା ବୈକୁଣ୍ଠ। ପ୍ରଭୁ ଅତ୍ୟପୁରକୁ ଯାଇଥିଲି, ଆପଣଙ୍କ ଆଦେଶ ମାନି ଅତ୍ୟପୁରକୁ ଯାଇଥିଲି, କିନ୍ତୁ ଆପଣ ଯାହାକୁ କହୁଛନ୍ତି ଭକ୍ତ ବୋଲି, ସେ ମାତ୍ର 3 ଥର ଆପଣଙ୍କ ନାମ ଭଜନ କରୁଛି। ମୁଁ ଯେତେବେଳେ ସବୁବେଳେ ଆପଣଙ୍କର ନାମ ଭଜନ କରୁଛି, ନାରାୟଣ ନାରାୟଣ, ସେ 3 ଥର ଅତ୍ୟପୁର କରୁଛି, ତାର ସେ କେମିତି ବଡ଼ ଭକ୍ତ? ବାବା ବାବା ଭଗବାନ ସବୁ ସହି ଭକ୍ତ ନିରା ଦେଲେ ସହି ଭକ୍ତ ଗାଳି ଦେଲେ ସହି ଭକ୍ତ ପ୍ରକୃତି କହିଲେ ଭଗବାନଙ୍କୁ ସହି ଭକ୍ତ ମନରେ ଅହଙ୍କାର ଆସିଲେ ପ୍ରଭୁଙ୍କ ଯିବେ ସହିପାରିବେନି। ସେ ତ ମାୟା ଧର ଠାକୁର ଠାକୁର ଆରେ ଇଏ ନାରଦ ମନର ଅହଙ୍କାର ଧରିଛି, ସେଇ କାରଣରୁ ନାରଦ ମନ ମନେ କହୁଛି ନାରଦ ଶୁଣ ଆପଣ ବର୍ତ୍ତମାନ ପଠେଇଥିଲେ ମୁଁ ପୁନର୍ବାର ଯିବି। ଆସିବ ଠିକ ଅଛି। ଧୀରେ ଧୀରେ ନାରଦ ବାହାରିଲେ ଭଗବାନ ନାରଦ ଶୁଣ ହାତର ଗୋଟେ ବାଟି ଆଜ୍ଞା ଦେଇଥିଲି ନାରଦ ଇଏ ପୂର୍ଣ୍ଣାକ ତେଲ ବାଟିଟାକୁ ନେଇ ଖବରଦାର ନାରଦ ତେଲ ଯେମିତି ଉଡ଼ିବନି, ଯଦି ତେଲ ତଳେ ପଡ଼ିଲା ଜାଣିବୁରେ ନାରଦ ସେଦିନ ସଂସାରକୁ ବିପଦଟା ମାଡ଼ି ଆସିଲା। ପ୍ରଭୁକୁ ପ୍ରଣାମ କରିଦେଇ ନାରଦ ବାପା ଚାଲିଲେ। କୋଉଠିକି? ମର୍ତ୍ତ୍ୟପୁର ପରିକ୍ରମା ସରିବ, ବୈକୁଣ୍ଠ ପ୍ରଭୁ ଫେରିଲେ, ଠାକୁର ବସିଛନ୍ତି।
କର୍ମ ଥିବା ବେଳେ କିଏ जो प्रभु का नाम प्रत्येक दिन घर जप करछि हेले तू घर दिए मटियर कोई तू हवे तू घर मटियर तू बाकी अवसरे ना तोरे घर दिए तो प्रभु का नाम तू धरिबा पाई तोर मनरे पड़िला नाही हे तो बाया घर ठाकुर ला मोबाइल बंदे हो तो ये का होला आसीबो यही समय में महाराज मोहन जी वाले राक्षस पाखरे निवेदन कला हे राक्षस मोर उत्तर दाय कर विशिके सुन मोर गोठाए बोली कुआ जेता प्रकार निवेदन करे राक्षस को छाड़ दे बड़ सफल चेष्टा कला को पाइबा पाई ए समय रे राक्षस ना तेरे ब्राह्मण रे वो को फेराई नहीं तो वो को देखि जाए बाबा ओते तेरे छट टाका मते कहतो तेरे सुना इनी दिन नसरी एमिति एक जाकारे तुम बहुत ऊंचाई गई देखिबो ए राक्षस जो कि तुम मोस खान मो पुस्तिका करतो वो भइला राक्षस धरी गले ब्राह्मण
ଚିନ୍ତା କଲେ ରାକ୍ଷସ ଏମିତି ଏକ ସ୍ଥାନରେ ରଖିବି ଯୋଉଠି ରାକ୍ଷସର ଦୃଷ୍ଟି ପାଇବ ନା। ମନେ ପଡିଗଲା କହିଲା ଭଗବାନ ହେଲେ ବ୍ରହ୍ମା ସୃଷ୍ଟିକର୍ତ୍ତା। ବ୍ରହ୍ମାଙ୍କ ପାଖକୁ ଗଲେ ସେ ଚିନ୍ତା ଭାବ ପହଞ୍ଚିଗଲେ ଭଗବାନ ବ୍ରହ୍ମାଙ୍କ ପାଖକୁ ଡାକିଦେଲେ କହିଲେ ହେ ବ୍ରହ୍ମଦେବ ରାକ୍ଷସ 3 ଦିନ କଷ୍ଟରେ 3 ଦିନ ପରେ ଆପଣଙ୍କ ପାଖରେ ଏତିକି ନିବେଦନ ଭଗବାନ ବ୍ରହ୍ମା କହିଲେ ରାକ୍ଷସ ଯାଅ
ଝିଅ ଛୁଆ ବାବା ବାବା ସାରା ଅଯୋଧ୍ୟା ସାରା ସଂସାର କିଏ ଯେ ରାମ ମାମୁ କିଏ ଯେ ବାସୁ ଏ ବାସୁ ବସୁନ ବସ ଟିକେ ଦେବୁ ଆଜ୍ଞା ଚାଲନ୍ତୁ ଆଜ୍ଞା ଚିନ୍ତା କଲେ ସେ ବିଷୟଟା କାଲି ଯାଇଥିଲା ଯାହା ହବ ରାମ ଭଗବାନ ନିର୍ଦ୍ଦେଶ ଦେଲେ ତମେ ପୁଅକୁ ନେଇ ଆପଣଙ୍କ ପାଖରେ ମୋ ପୁଅଟା ଅଛି ମୋ ପୁଅ ଝିଅକୁ ମତେ ଦେଇଦିଅ ସୀତା ଠାକୁରାଣୀ ପ୍ରଥମ ଥର ପାଇଁ ସେ ରାମ ରାଜ୍ୟରେ ସବୁ ଅଛି ଅହଂକାର ନାହିଁ ଅହଂକାର ନାହିଁ ହିଂସା ନାହିଁ ମୋର ନାହିଁ ଏସବୁ ରାମ ରାଜ୍ୟ ଉଦ୍ଧାର ପ୍ରଥମ ଥର ପାଇଁ ଆଜ୍ଞା